ପିଲାମାନେ ସମସ୍ତଙ୍କୁ ସ୍ୱାଗତ। ଆଜି ଆମେ ଚର୍ଚ୍ଚା କରିବା ଦଶମ ଶ୍ରେଣୀ ବ୍ୟାକରଣ ବହି ଛନ୍ଦ ଓ ଅଲଙ୍କାର ପାଠର ପ୍ରଶ୍ନୋତ୍ତରୀ। ଦେଖ ପ୍ରଥମ ପ୍ରଶ୍ନ, ପ୍ରତି ପାଦରେ ଦୁଇ ବା ତତୋଧିକ କ'ଣ ଥାଏ? ପ୍ରତି ପାଦରେ ଦୁଇ ବା ତତୋଧିକ କ'ଣ ଥାଏ? ଅପସନରେ ଅଛି ଅପସନ ଏ ଶବ୍ଦ, ବି ବାକ୍ୟ, ସି ପାଦ, ଡି ଜ୍ୟୋତି। ପ୍ରତି ପଦରେ ଦୁଇ ବା ତତୋଧିକ କ'ଣ ଥାଏ? ଏହାର ଉତ୍ତର ହେବ ଅପସନ ସି ପାଦ। ପ୍ରତି ପଦରେ ଦୁଇ ବା ତତୋଧିକ ପାଦ ଥାଏ। ପରବର୍ତ୍ତୀ ପ୍ରଶ୍ନ, ଚାରି ପାଦ ବିଶିଷ୍ଟ ଛନ୍ଦଟିକୁ ବାଛ। ଅପସନ ଏ ବିଭାସ କେଦାର, ଅପସନ ବି ବଙ୍ଗଳାଶ୍ରୀ, ଅପସନ ସି ରାମକେରି, ଅପସନ ଡି ଶଙ୍କରାଭରଣ। ଚାରି ପାଦ ବିଶିଷ୍ଟ ଛନ୍ଦଟିକୁ ବାଛ। ଏହାର ସଠିକ ଉତ୍ତର ହେବ ଅପସନ ଡି ଶଙ୍କରାଭରଣ। ପରବର୍ତ୍ତୀ ପ୍ରଶ୍ନ, ପ୍ରାଚୀନ କାବ୍ୟକୁ ଛାନ୍ଦ କାବ୍ୟ କାହିଁକି କୁହାଯାଏ? ଅପସନ ଏ କାବ୍ୟ ଗୁଡ଼ିକ ପ୍ରାଚୀନ ହୋଇଥିବାରୁ, ଅପସନ ବି ପ୍ରାଚୀନ କବିମାନେ ରଚନା କରିଥିବାରୁ, ଅପସନ ସି ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ଛନ୍ଦରେ ରଚିତ ହୋଇଥିବା, ଅପସନ ଡି ଏକ ନିର୍ଦ୍ଦିଷ୍ଟ ନିୟମ ଥିବାରୁ। ପ୍ରାଚୀନ କାବ୍ୟକୁ ଛାନ୍ଦ କାବ୍ୟ କାହିଁକି କୁହାଯାଏ? ଏହାର ସଠିକ ଉତ୍ତର ହେବ ଅପସନ ସି ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ଛନ୍ଦରେ ରଚିତ ହୋଇଥିବାରୁ। ପରବର୍ତ୍ତୀ ପ୍ରଶ୍ନ, ଭାଗବତ ବାଣୀର ପ୍ରତ୍ୟେକ ପାଦ କେତେ ଅକ୍ଷର ବିଶିଷ୍ଟ? ଅପସନ ଏ 11, ଅପସନ ବି 13, ଅପସନ ସି 9, ଅପସନ ଡି ଅକ୍ଷର ସଂଖ୍ୟା ଅନିର୍ଦ୍ଦିଷ୍ଟ। ଭାଗବତ ବାଣୀର ପ୍ରତ୍ୟେକ ପାଦ କେତେ ଅକ୍ଷର ବିଶିଷ୍ଟ? ଏହାର ସଠିକ ଉତ୍ତର ହେବ ଅପସନ ସି 9। ତେଣୁ ଏହାକୁ ନବାକ୍ଷରୀ ବୃତ୍ତ ବା ନବାକ୍ଷରୀ ଛନ୍ଦ ମଧ୍ୟ କହନ୍ତି। ପରବର୍ତ୍ତୀ ପ୍ରଶ୍ନ, ଭୀମଙ୍କ ସିଂହନାଦ ରଡ଼ି କବିତା କେଉଁ ଛନ୍ଦରେ ରଚିତ? ଅପସନ ଏ ଚୋଖୀ, ଅପସନ ବି ଦାଣ୍ଡି, ଅପସନ ସି ଗୁଜ୍ଜରୀ, ଅପସନ ଡି ନଟବାଣୀ। ଭୀମଙ୍କ ସିଂହନାଦ ରଡ଼ି କବିତା କେଉଁ ଛନ୍ଦରେ ରଚିତ? ଏହାର ସଠିକ ଉତ୍ତର ହେବ ଅପସନ ବି ଦାଣ୍ଡି। ପରବର୍ତ୍ତୀ ପ୍ରଶ୍ନ, ମଧୁସୂଦନ ଦାସଙ୍କ ଉତ୍କଳ ସନ୍ତାନ କବିତା କେଉଁ ଛନ୍ଦରେ ରଚିତ? ଅପସନ ଏ ଗୁଜ୍ଜରୀ, ଅପସନ ବି ଚୋଖୀ, ଅପସନ ସି ବଙ୍ଗଳାଶ୍ରୀ, ଅପସନ ଡି ନଟବାଣୀ। ମଧୁସୂଦନ ଦାସଙ୍କ ଉତ୍କଳ ସନ୍ତାନ କବିତା କେଉଁ ଛନ୍ଦରେ ରଚିତ? ଏହାର ସଠିକ ଉତ୍ତର ହେବ ଅପସନ ସି ବଙ୍ଗଳାଶ୍ରୀ। ପରବର୍ତ୍ତୀ ପ୍ରଶ୍ନ, ମଧୁସୂଦନ ରାଓଙ୍କ ସ୍ତବ କବିତା କେଉଁ ଛନ୍ଦରେ ରଚିତ? ଅପସନ ଏ ଗୁଜ୍ଜରୀ, ଅପସନ ବି ଶଙ୍କରାଭରଣ, ଅପସନ ସି ଚୋଖୀ, ଅପସନ ଡି ନଟବାଣୀ। ମଧୁସୂଦନ ରାଓଙ୍କ ସ୍ତବ କବିତା କେଉଁ ଛନ୍ଦରେ ରଚିତ? ଏହାର ସଠିକ ଉତ୍ତର ହେବ ଅପସନ ବି ଶଙ୍କରାଭରଣ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଛନ୍ଦର ଅନ୍ୟ ନାମ ବିଭାସ କେଦାର? ଅପସନ ଏ ନଟବାଣୀ, ଅପସନ ବି ଗୁଜ୍ଜରୀ, ଅପସନ ସି ଚୋଖୀ, ଅପସନ ଡି ଶଙ୍କରାଭରଣ। କେଉଁ ଛନ୍ଦର ଅନ୍ୟ ନାମ ବିଭାସ କେଦାର? ଏହାର ସଠିକ ଉତ୍ତର ହେବ ଅପସନ ଏ ନଟବାଣୀ। ନଟବାଣୀର ଅନ୍ୟ ନାମ ବିଭାସ କେଦାର। ପରବର୍ତ୍ତୀ ପ୍ରଶ୍ନ, କେଉଁ ଛନ୍ଦକୁ ଗାନ କଲାବେଳେ ଗାୟକ ନିଜ ଇଚ୍ଛା ଅନୁସାରେ ସ୍ୱର ଲମ୍ବାଇ ବିଶ୍ରାମ ନିଅନ୍ତି? ଅପସନ ଏ ଗୁଜ୍ଜରୀ, ଅପସନ ବି ନଟବାଣୀ, ଅପସନ ସି ଚୋଖୀ, ଅପସନ ଡି ଦାଣ୍ଡି। କେଉଁ ଛନ୍ଦକୁ ଗାନ କଲାବେଳେ ଗାୟକ ନିଜ ଇଚ୍ଛା ଅନୁସାରେ ସ୍ୱର ଲମ୍ବାଇ ବିଶ୍ରାମ ନିଅନ୍ତି? ଏହାର ସଠିକ ଉତ୍ତର ହେବ ଅପସନ ଡି ଦାଣ୍ଡି। ପରବର୍ତ୍ତୀ ପ୍ରଶ୍ନ, ଗୁଜ୍ଜରୀ ବା ଭାଗବତ ବାଣୀ ଛନ୍ଦର ପ୍ରତ୍ୟେକ ପାଦର କେଉଁ ଅକ୍ଷର ଉପରେ ଜ୍ୟୋତିପାତ ହୁଏ? ଅପସନ ଏ ତୃତୀୟ, ଷଷ୍ଠ, ଶେଷ ଅକ୍ଷର, ଅପସନ ବି ତୃତୀୟ, ପଞ୍ଚମ, ଅଷ୍ଟମ ଅକ୍ଷର, ଅପସନ ସି ତୃତୀୟ, ପଞ୍ଚମ, ଶେଷ ଅକ୍ଷର, ଅପସନ ଡି ତୃତୀୟ, ଷଷ୍ଠ, ଶେଷ ଅକ୍ଷର। ଗୁଜ୍ଜରୀ ବା ଭାଗବତ ବାଣୀ ଛନ୍ଦର ପ୍ରତି ପାଦର
କେଉଁ ଅକ୍ଷର ଉପରେ ଜ୍ୟୋତିପାତ ହୁଏ? ଏହାର ସଠିକ ଉତ୍ତର ହେବ ଅପସନ୍ ସି ତୃତୀୟ, ପଞ୍ଚମ ଓ ଶେଷ ଅକ୍ଷର ଉପରେ ଜ୍ୟୋତିପାତ ହୋଇଥାଏ। ପରବର୍ତ୍ତୀ ପ୍ରଶ୍ନ, ପାଦର ଅକ୍ଷର ସଂଖ୍ୟା 12 ଓ ଏହା ଦୁଇ ପାଦରେ ଏକ ପଦ ହୁଏ, ଏହାକୁ କି ଛନ୍ଦ କୁହାଯାଏ? ଅପସନ୍ ଏ ଭାଗବତ ବାଣୀ, ଅପସନ୍ ବି ନଟବାଣୀ, ଅପସନ୍ ସି ରାମଗିରି, ଅପସନ୍ ଡି ଚକ୍ରକେଳି। ପାଦର ଅକ୍ଷର ସଂଖ୍ୟା 12 ଓ ଏହା ଦୁଇ ପାଦରେ ଏକ ପଦ ହୁଏ, ଏହାକୁ କି ଛନ୍ଦ କୁହାଯାଏ? ଏହାର ସଠିକ ଉତ୍ତର ହେବ ଅପସନ୍ ବି ନଟବାଣୀ। ପରବର୍ତ୍ତୀ ପ୍ରଶ୍ନ, ଉତ୍କଳ କମଳା, ବିଳାସ ଦୀର୍ଘିକା, ମରାଳ ମାଳିନୀ, ନୀଲାମ୍ବୁ ଚିଲିକା ଏଠାରେ କେଉଁ ଛନ୍ଦର ବ୍ୟବହାର ହୋଇଛି? ଅପସନ୍ ଏ ରାମକେରି, ଅପସନ୍ ବି ଚକ୍ରକେଳି, ଅପସନ୍ ସି ଦାଣ୍ଡିବୃତ୍ତ, ଅପସନ୍ ଡି ନଟବାଣୀ। ଉତ୍କଳ କମଳା, ବିଳାସ ଦୀର୍ଘିକା, ମରାଳ ମାଳିନୀ, ନୀଲାମ୍ବୁ ଚିଲିକା ଏଠାରେ କେଉଁ ଛନ୍ଦର ବ୍ୟବହାର ହୋଇଛି? ଏହାର ସଠିକ ଉତ୍ତର ହେବ ଅପସନ୍ ଡି ନଟବାଣୀ। ପରବର୍ତ୍ତୀ ପ୍ରଶ୍ନ, ଚୋଖୀ ଛନ୍ଦର ପ୍ରଥମ ଓ ଦ୍ୱିତୀୟ ପାଦର ଅକ୍ଷର ସଂଖ୍ୟା କେତେ? ଅପସନ୍ ଏ 22, ଅପସନ୍ ବି 24, ଅପସନ୍ ସି 29, ଅପସନ୍ ଡି 26। ଚୋଖୀ ଛନ୍ଦର ପ୍ରଥମ ଓ ଦ୍ୱିତୀୟ ପାଦର ଅକ୍ଷର ସଂଖ୍ୟା କେତେ? ଏହାର ସଠିକ ଉତ୍ତର ହେବ ଅପସନ୍ ସି 29। ପରବର୍ତ୍ତୀ ପ୍ରଶ୍ନ, ବଙ୍ଗଳାଶ୍ରୀ ଛନ୍ଦର ପ୍ରତି ପାଦରେ କେଉଁ ଅକ୍ଷର ଉପରେ ଜ୍ୟୋତିପାତ ହୁଏ? ଅପସନ୍ ଏ ଷଷ୍ଠ, ଦ୍ୱାଦଶ, ଅଷ୍ଟାଦଶ ଓ ଶେଷ ଅକ୍ଷର ଉପରେ, ଅପସନ୍ ବି ଷଷ୍ଠ, ଏକାଦଶ, ସପ୍ତଦଶ ଓ ଶେଷ ଅକ୍ଷର ଉପରେ, ଅପସନ୍ ସି ଷଷ୍ଠ, ଦଶମ, ଚତୁର୍ଦ୍ଦଶ ଓ ଶେଷ ଅକ୍ଷର ଉପରେ, ଅପସନ୍ ଡି ଷଷ୍ଠ, ଦ୍ୱାଦଶ, ସପ୍ତଦଶ ଓ ଶେଷ ଅକ୍ଷର ଉପରେ। ବଙ୍ଗଳାଶ୍ରୀ ଛନ୍ଦର ପ୍ରତି ପାଦରେ କେଉଁ ଅକ୍ଷର ଉପରେ ଜ୍ୟୋତିପାତ ହୁଏ? ଏହାର ସଠିକ ଉତ୍ତର ହେବ ଅପସନ୍ ଏ ଷଷ୍ଠ, ଦ୍ୱାଦଶ, ଅଷ୍ଟାଦଶ ଓ ଶେଷ ଅକ୍ଷର ଉପରେ ଜ୍ୟୋତିପାତ ହୁଏ। ପରବର୍ତ୍ତୀ ପ୍ରଶ୍ନ, ଶଙ୍କରାଭରଣ ଛନ୍ଦର ପ୍ରଥମ, ଦ୍ୱିତୀୟ ଓ ଚତୁର୍ଥ ପାଦର ଅକ୍ଷର ସଂଖ୍ୟା କେତେ? ଅପସନ୍ ଏ 16, ଅପସନ୍ ବି 14, ଅପସନ୍ ସି 18, ଅପସନ୍ ଡି 12। ଶଙ୍କରାଭରଣ ଛନ୍ଦର ପ୍ରଥମ, ଦ୍ୱିତୀୟ ଓ ଚତୁର୍ଥ ପାଦର ଅକ୍ଷର ସଂଖ୍ୟା କେତେ? ଏହାର ସଠିକ ଉତ୍ତର ହେବ ଅପସନ୍ ବି 14। ପରବର୍ତ୍ତୀ ପ୍ରଶ୍ନ, ଶଙ୍କରାଭରଣ ଛନ୍ଦର ପ୍ରଥମ, ଦ୍ୱିତୀୟ ଓ ଚତୁର୍ଥ ପାଦର କେଉଁ ଅକ୍ଷରରେ ଜ୍ୟୋତିପାତ ହୁଏ? ଅପସନ୍ ଏ ଅଷ୍ଟମ, ଦଶମ ଶେଷ ଅକ୍ଷର ଉପରେ ଜ୍ୟୋତିପାତ ହୁଏ, ଅପସନ୍ ବି ଅଷ୍ଟମ, ଏକାଦଶ ଶେଷ, ଅପସନ୍ ସି ଅଷ୍ଟମ, ନବମ ଶେଷ ଅକ୍ଷର, ଅପସନ୍ ଡି ଅଷ୍ଟମ, ଦ୍ୱାଦଶ ଶେଷ ଅକ୍ଷର। ଶଙ୍କରାଭରଣ ଛନ୍ଦର ପ୍ରଥମ, ଦ୍ୱିତୀୟ ଓ ଚତୁର୍ଥ ପାଦର କେଉଁ ଅକ୍ଷରରେ ଜ୍ୟୋତିପାତ ହୁଏ? ଏହାର ସଠିକ ଉତ୍ତର ହେବ ଅପସନ୍ ବି ଅଷ୍ଟମ, ଏକାଦଶ ଓ ଶେଷ ଅକ୍ଷର ଉପରେ ଜ୍ୟୋତିପାତ ହୁଏ। ପରବର୍ତ୍ତୀ ପ୍ରଶ୍ନ, ଶଙ୍କରାଭରଣ ଛନ୍ଦର ତୃତୀୟ ପାଦରେ କେଉଁ ଅକ୍ଷରରେ ଜ୍ୟୋତିପାତ ହୁଏ? ଅପସନ୍ ଏ ଦ୍ୱିତୀୟ ଚତୁର୍ଥ ଶେଷ ଅକ୍ଷର, ଅପସନ୍ ବି ଦ୍ୱିତୀୟ ପଞ୍ଚମ ଶେଷ ଅକ୍ଷର, ଅପସନ୍ ସି ଦ୍ୱିତୀୟ ଷଷ୍ଠ ଶେଷ ଅକ୍ଷର, ଅପସନ୍ ଡି ଦ୍ୱିତୀୟ ଷଷ୍ଠ ଶେଷ ଅକ୍ଷର। ଶଙ୍କରାଭରଣ ଛନ୍ଦର ତୃତୀୟ ପାଦରେ କେଉଁ ଅକ୍ଷର ଉପରେ ଜ୍ୟୋତିପାତ ହୁଏ? ଏହାର ସଠିକ ଉତ୍ତର ହେବ ଅପସନ୍ ସି ଦ୍ୱିତୀୟ, ଷଷ୍ଠ ଓ ଶେଷ ଅକ୍ଷର ଉପରେ ଜ୍ୟୋତିପାତ ହୁଏ। ପରବର୍ତ୍ତୀ ପ୍ରଶ୍ନ, ରାମକେରି ଛନ୍ଦଟି କେତେ ପାଦ ବିଶିଷ୍ଟ? ଅପସନ୍ ଏ 4, ଅପସନ୍ ବି 6, ଅପସନ୍ ସି 8, ଅପସନ୍ ଡି 2। ରାମକେରି ଛନ୍ଦଟି କେତେ ପାଦ ବିଶିଷ୍ଟ? ଏହାର ସଠିକ ଉତ୍ତର ହେବ ଅପସନ୍ ଡି 2 ପାଦ ବିଶିଷ୍ଟ। ପରବର୍ତ୍ତୀ ପ୍ରଶ୍ନ, ଟୋପି ଟୋପି ଗୋପୀଚନ୍ଦନ ମଣ୍ଡିଛନ୍ତି କି ସଜେ, ଟେକିବାରେ ଚାହା ମଥୁରା, ଦାଣ୍ଡେ ଗୋବିନ୍ଦ ବିଜେ ଉକ୍ତ ପଦରେ କେଉଁ ଛନ୍ଦର ପ୍ରଯୋଗ ହୋଇଛି? ଅପସନ୍ ଏ ନଟବାଣୀ, ଅପସନ୍ ବି ରାମକେରି, ଅପସନ୍ ସି ଚକ୍ରକେଳି, ଅପସନ୍ ଡି ଦାଣ୍ଡିବୃତ୍ତ। ଟୋପି ଟୋପି ଗୋପୀଚନ୍ଦନ ମଣ୍ଡିଛନ୍ତି କି ସଜେ, ଟେକିବାରେ ଚାହା ମଥୁରା, ଦାଣ୍ଡେ ଗୋବିନ୍ଦ ବିଜେ ଉକ୍ତ ପଦରେ କେଉଁ ଛନ୍ଦର ପ୍ରଯୋଗ ହୋଇଛି?
ଏହାର ସଠିକ ଉତ୍ତର ହେବ ଅପସନ୍ ବି ରାମକେରି। ପରବର୍ତ୍ତୀ ପ୍ରଶ୍ନ, ରାଧାନାଥଙ୍କ ଚିଲିକା କାବ୍ୟ କେଉଁ ଛନ୍ଦରେ ରଚିତ? ଅପସନ୍ ଏ ନଟବାଣୀ, ଅପସନ୍ ବି ଶଙ୍କରାଭରଣ, ଅପସନ୍ ସି ବଙ୍ଗଲାଶ୍ରୀ, ଅପସନ୍ ଡି କଳହଂସ କେଦାର। ରାଧାନାଥ ରାୟଙ୍କ ଚିଲିକା କାବ୍ୟ କେଉଁ ଛନ୍ଦରେ ରଚିତ? ଏହାର ସଠିକ ଉତ୍ତର ହେବ ଅପସନ୍ ଏ ନଟବାଣୀ। ପରବର୍ତ୍ତୀ ପ୍ରଶ୍ନ, କାହାକୁ ପଦ୍ୟ ରଚନାର ବୈଶିଷ୍ଟ୍ୟ ବୋଲି ବିଚାର କରାଯାଏ? ଅପସନ୍ ଅଛି ଛନ୍ଦ, ଛାନ୍ଦ, ଅଳଙ୍କାର, ରୀତି। କାହାକୁ ପଦ୍ୟ ରଚନାର ବୈଶିଷ୍ଟ୍ୟ ବୋଲି ବିଚାର କରାଯାଏ? ଏହାର ସଠିକ ଉତ୍ତର ହେବ ଅପସନ୍ ଏ ଛନ୍ଦ। ପରବର୍ତ୍ତୀ ପ୍ରଶ୍ନ, କିଏ କବିତାକୁ ଗତିଶୀଳ କରାଏ? ଅପସନ୍ରେ ଅଛି ଅଳଙ୍କାର, ଛନ୍ଦ, ଛାନ୍ଦ, ଗାନ। କିଏ କବିତାକୁ ଗତିଶୀଳ କରାଏ? ଏହାର ସଠିକ ଉତ୍ତର ହେବ ଅପସନ୍ ବି ଛନ୍ଦ କବିତାକୁ ଗତିଶୀଳ କରାଏ। 23 ନମ୍ବର ପ୍ରଶ୍ନ, କେଉଁ ଛନ୍ଦକୁ ନବାକ୍ଷରୀ ବୋଲି କୁହାଯାଏ? ଅପସନ୍ରେ ଅଛି ଦାଣ୍ଡି, ଗୁଜ୍ଜରୀ, ନଟବାଣୀ, ଚକ୍ରକିଳି। କେଉଁ ଛନ୍ଦକୁ ନବାକ୍ଷରୀ ବୋଲି କୁହାଯାଏ? ଏହାର ସଠିକ ଉତ୍ତର ହେବ ଅପସନ୍ ବି ଗୁଜ୍ଜରୀକୁ ନବାକ୍ଷରୀ ବୋଲି କୁହାଯାଏ। ପରବର୍ତ୍ତୀ ପ୍ରଶ୍ନ, ମଧୁସୂଦନ ରାଓଙ୍କ ଜନ୍ମଭୂମି କବିତା କେଉଁ ଛନ୍ଦରେ ରଚିତ? ଅପସନ୍ ଏ ଦାଣ୍ଡି, ଅପସନ୍ ବି ଚୋଖୀ, ଅପସନ୍ ସି ନଟବାଣୀ, ଅପସନ୍ ଡି ଚକ୍ରକିଳି। ମଧୁସୂଦନ ରାଓଙ୍କ ଜନ୍ମଭୂମି କବିତା କେଉଁ ଛନ୍ଦରେ ରଚିତ? ଏହାର ସଠିକ ଉତ୍ତର ହେବ ଅପସନ୍ ବି ଚୋଖୀ। ପରବର୍ତ୍ତୀ ପ୍ରଶ୍ନ, ସାହିତ୍ୟର ବୈଶିଷ୍ଟ୍ୟ କଣ? ଅପସନ୍ରେ ଅଛି ରସ, ଛନ୍ଦ, ଅଳଙ୍କାର, ଭାବ। ସାହିତ୍ୟର ବୈଶିଷ୍ଟ୍ୟ କଣ? ଏହାର ସଠିକ ଉତ୍ତର ହେବ ଅପସନ୍ ସି ସାହିତ୍ୟର ବୈଶିଷ୍ଟ୍ୟ ଅଳଙ୍କାର। ପରବର୍ତ୍ତୀ ପ୍ରଶ୍ନ, ଶବ୍ଦାଲଙ୍କାରର ଉଦାହରଣଟିକୁ ବାଛ। ଅପସନ୍ ଏ ଉପମା, ଅପସନ୍ ବି ଯମକ, ଅପସନ୍ ସି ରୂପକ, ଅପସନ୍ ଡି ବ୍ୟତିରେକ। ଶବ୍ଦାଲଙ୍କାରର ଉଦାହରଣଟିକୁ ବାଛ। ଏହାର ସଠିକ ଉତ୍ତର ହେବ ଅପସନ୍ ବି ଯମକ। ପରବର୍ତ୍ତୀ ପ୍ରଶ୍ନ, ଉତ୍କଳ କମଳା, ବିଳାସ ଦୀର୍ଘିକା, ମରାଳ ମାଳିନୀ, ନୀଲାମ୍ବୁ ଚିଲିକା। ଏଠାରେ କେଉଁ କେଉଁ ବ୍ୟଞ୍ଜନ ବର୍ଣ୍ଣର ବାରମ୍ବାର ଆବୃତ ହୋଇଥିବାରୁ ଅନୁପ୍ରାସ ଅଳଙ୍କାର ହୋଇଛି? ଅପସନ୍ ଏ କ, ବ ଓ ମ, ଅପସନ୍ ବି କ, ଦ ଓ ଳ, ଅପସନ୍ ସି ଳ, ର ଓ ମ, ଅପସନ୍ ଡି କ, ଳ ଓ ମ। ଏହାର ସଠିକ ଉତ୍ତର ହେବ ଅପସନ୍ ଡି କ, ଳ ଓ ମ। ପରବର୍ତ୍ତୀ ପ୍ରଶ୍ନ, ଉପମେୟରେ ଉପମାନର ଆରୋପ ହେଲେ କେଉଁ ଅଳଙ୍କାର ହୁଏ? ଅପସନ୍ ଏ ଶ୍ଲେଷ, ଅପସନ୍ ବି ଉପମା, ଅପସନ୍ ସି ରୂପକ, ଅପସନ୍ ଡି ବ୍ୟତିରେକ। ଉପମେୟରେ ଉପମାନର ଆରୋପ ହେଲେ କେଉଁ ଅଳଙ୍କାର ହୁଏ? ଏହାର ସଠିକ ଉତ୍ତର ହେବ ଅପସନ୍ ସି ରୂପକ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଅଳଙ୍କାରରେ ଉପମାନ, ଉପମେୟ ସମାନ ଧର୍ମ ବିଶିଷ୍ଟ ହୋଇଥାନ୍ତି? ଅପସନ୍ ଏ ଉପମା, ଅପସନ୍ ବି ଶ୍ଲେଷ, ଅପସନ୍ ସି ଯମକ, ଅପସନ୍ ଡି ବ୍ୟତିରେକ। କେଉଁ ଅଳଙ୍କାରରେ ଉପମାନ, ଉପମେୟ ସମାନ ଧର୍ମ ବିଶିଷ୍ଟ ହୋଇଥାନ୍ତି? ଏହାର ସଠିକ ଉତ୍ତର ହେବ ଅପସନ୍ ଏ ଉପମା। ଉପମା ଅଳଙ୍କାରରେ ଉପମାନ ଓ ଉପମେୟ ସମାନ ଧର୍ମ ବିଶିଷ୍ଟ ହୋଇଥାନ୍ତି। ପରବର୍ତ୍ତୀ ପ୍ରଶ୍ନ, କି, ସତେ କି, ସିନା, ସତେ, ଅବା, କିବା ପ୍ରଭୃତି ଶବ୍ଦକୁ କେଉଁ ଶବ୍ଦ କୁହନ୍ତି? ଅପସନ୍ ଏ ଉପମାବାଚକ, ଅପସନ୍ ବି ଶ୍ଳିଷ୍ଟ ଶବ୍ଦ, ଅପସନ୍ ସି ଉତ୍ପ୍ରେକ୍ଷାବାଚକ ଶବ୍ଦ, ଅପସନ୍ ଡି ରୂପକ ଶବ୍ଦ। ଏହାର ସଠିକ ଉତ୍ତର ହେବ ଅପସନ୍ ସି ଉତ୍ପ୍ରେକ୍ଷାବାଚକ ଶବ୍ଦ। ପରବର୍ତ୍ତୀ ପ୍ରଶ୍ନ, କ୍ଷେପଣ କ୍ଷେପଣୀ ତୋହର ସଳିଲେ, ହୀରକର ଉତ୍ସ ଉଠିଲା ସଳିଲେ। ଏହା କେଉଁ ଅଳଙ୍କାର? ଅପସନ୍ ଏ ଯମକ,
ऑप्शन बी अनुप्रास, ऑप्शन सी उत्प्रेक्षा, ऑप्शन डी रूपक। ଏହାର ସଠିକ ଉତ୍ତର ହେବ ଅପସନ୍ ଏ ଯମକ। ପରବର୍ତ୍ତୀ ପ୍ରଶ୍ନ, ସ୍ନାନ ସମୟେ ମୋ ପୟରେ ଦୟାମୟୀ ନ ପେଲିବୁ ପୟରେ, ଏହା କେଉଁ ଅଳଙ୍କାର? ଅପସନ୍ ଏ ଅନୁପ୍ରାସ, ଅପସନ୍ ବି ଯମକ, ଅପସନ୍ ସି ଉତ୍ପ୍ରେକ୍ଷା, ଅପସନ୍ ଡି ରୂପକ। ଏହାର ସଠିକ ଉତ୍ତର ହେବ ଅପସନ୍ ବି ଯମକ ଅଳଙ୍କାର। ପରବର୍ତ୍ତୀ ପ୍ରଶ୍ନ, ମିଶିଯାଏ ଯଥା ଚପଳା ନୀଳ ଜଳଦ ଅଙ୍ଗେ, ମିଶିଗଲା ତଥା ଅବଳା ସେହି ନୀଳ ତରଙ୍ଗେ, ଏଠାରେ ଉପମେୟ ରୂପେ କେଉଁଟି ବ୍ୟବହୃତ? ଅପସନ୍ ଏ ଚପଳା, ଅପସନ୍ ବି ନୀଳ ଜଳଦ, ଅପସନ୍ ସି ଅବଳା, ଅପସନ୍ ଡି ନୀଳ ତରଙ୍ଗ। ଏହାର ସଠିକ ଉତ୍ତର ହେବ ଅପସନ୍ ସି ଅବଳା। ପରବର୍ତ୍ତୀ ପ୍ରଶ୍ନ, କେଉଁଟି ଶବ୍ଦାଲଙ୍କାର ନୁହଁ? ଅପସନ୍ ଏ ଯମକ, ଅପସନ୍ ବି ଉପମା, ଅପସନ୍ ସି ଅନୁପ୍ରାସ, ଅପସନ୍ ଡି ଶ୍ଲେଷ। କେଉଁଟି ଶବ୍ଦାଲଙ୍କାର ନୁହଁ? ଏହାର ସଠିକ ଉତ୍ତର ହେବ ଅପସନ୍ ବି ଉପମା ଶବ୍ଦାଲଙ୍କାର ନୁହଁ। ପରବର୍ତ୍ତୀ ପ୍ରଶ୍ନ, ଯାହାଦ୍ୱାରା ଅର୍ଥ ରମଣୀୟ ଓ ଚିତ୍ତାକର୍ଷକ ହୁଏ ତାକୁ କି ଅଳଙ୍କାର କୁହନ୍ତି? ଅପସନ୍ ଏ ଶବ୍ଦାଲଙ୍କାର, ଅପସନ୍ ବି ରୂପକ, ଅପସନ୍ ସି ଅର୍ଥାଲଙ୍କାର, ଅପସନ୍ ଡି ସୌନ୍ଦର୍ଯ୍ୟ ତତ୍ତ୍ୱ। ଯାହାଦ୍ୱାରା ଅର୍ଥ ରମଣୀୟ ଓ ଚିତ୍ତାକର୍ଷକ ହୁଏ ତାକୁ କି ଅଳଙ୍କାର କୁହନ୍ତି? ଏହାର ସଠିକ ଉତ୍ତର ହେବ ଅପସନ୍ ସି ଅର୍ଥାଲଙ୍କାର। ପରବର୍ତ୍ତୀ ପ୍ରଶ୍ନ, କେଉଁଟି ଅନୁପ୍ରାସ ଅଳଙ୍କାରର ବିଭାଗରେ ଯାଉ ନାହିଁ? ଅପସନ୍ ଅଛି ବୃତ୍ତ୍ୟାନୁପ୍ରାସ, ଅପସନ୍ ବି ସର୍ବାନୁପ୍ରାସ, ଅପସନ୍ ସି ଛେକାନୁପ୍ରାସ, ଅପସନ୍ ଡି ଅନ୍ତ୍ୟାନୁପ୍ରାସ। କେଉଁଟି ଅନୁପ୍ରାସ ଅଳଙ୍କାରର ବିଭାଗରେ ଯାଉ ନାହିଁ? ଏହାର ସଠିକ ଉତ୍ତର ହେବ ଅପସନ୍ ବି ସର୍ବାନୁପ୍ରାସ। ଏହା ଅନୁପ୍ରାସ ଅଳଙ୍କାର ବିଭାଗ ନୁହଁ। ପରବର୍ତ୍ତୀ ପ୍ରଶ୍ନ, ଯେଉଁଠାରେ ଶବ୍ଦକୁ ନ ଭାଙ୍ଗି ଅର୍ଥ ଭିନ୍ନ ଭିନ୍ନ ହୁଏ ସେଠାରେ କେଉଁ ଶ୍ଲେଷ ହୁଏ? ଅପସନ୍ ଏ ସଭଙ୍ଗ, ଅପସନ୍ ବି ଅଭଙ୍ଗ, ଅପସନ୍ ସି ଭଙ୍ଗାଭଙ୍ଗ, ଅପସନ୍ ଡି ସଭଙ୍ଗାଭଙ୍ଗ। ଯେଉଁଠାରେ ଶବ୍ଦକୁ ନ ଭାଙ୍ଗି ଅର୍ଥ ଭିନ୍ନ ଭିନ୍ନ ହୁଏ ସେଠାରେ କେଉଁ ଶ୍ଲେଷ ହୁଏ? ଏହାର ସଠିକ ଉତ୍ତର ଅପସନ୍ ବି ଅଭଙ୍ଗ। ପରବର୍ତ୍ତୀ ପ୍ରଶ୍ନ, ଯେଉଁଠାରେ ଶବ୍ଦକୁ ଭାଙ୍ଗି ଭିନ୍ନାର୍ଥ କରାଯାଏ ତାହାକୁ କ'ଣ କହନ୍ତି? ଅପସନ୍ ଏ ଭଙ୍ଗାଭଙ୍ଗ, ଅପସନ୍ ବି ଅଭଙ୍ଗ, ଅପସନ୍ ସି ସଭଙ୍ଗ, ଅପସନ୍ ଡି ସଭଙ୍ଗାଭଙ୍ଗ। ଯେଉଁଠାରେ ଶବ୍ଦକୁ ଭାଙ୍ଗି ଭିନ୍ନ ଅର୍ଥ କରାଯାଏ ତାହାକୁ କ'ଣ କହନ୍ତି? ଏହାର ସଠିକ ଉତ୍ତର ଅପସନ୍ ସି ସଭଙ୍ଗ। ପରବର୍ତ୍ତୀ ପ୍ରଶ୍ନ, ନିମ୍ନଲିଖିତ ଶବ୍ଦ ମଧ୍ୟରୁ କେଉଁଟି ଉପମାବାଚକ ଶବ୍ଦ ନୁହଁ? ଅପସନ୍ ଏ ଯଥା, ଅପସନ୍ ବି କିବା, ଅପସନ୍ ସି ପରି, ଅପସନ୍ ଡି ଯେସନ। ନିମ୍ନଲିଖିତ ଶବ୍ଦ ମଧ୍ୟରୁ କେଉଁଟି ଉପମାବାଚକ ଶବ୍ଦ ନୁହେଁ? ଏହାର ସଠିକ ଉତ୍ତର ହେବ ଅପସନ୍ ବି କିବା। କିବା ଉପମାବାଚକ ଶବ୍ଦ ନୁହଁ। ପରବର୍ତ୍ତୀ ପ୍ରଶ୍ନ, ମିଶିଯାଏ ଯଥା ପ୍ରଭାତେ ତାରା ରବି କିରଣେ, ମିଶିଯାଏ ଯଥା ଜୀବାତ୍ମା ପରମାତ୍ମା ଚରଣେ, ମିଶିଯାଏ ଯଥା ଚପଳା ନୀଳ ଜଳଦ ଅଙ୍ଗେ, ମିଶିଗଲା ତଥା ଅବଳା ସେହି ନୀଳ ତରଙ୍ଗେ, ଏଠାରେ କେଉଁ ଅଳଙ୍କାରର ବ୍ୟବହାର ହୋଇଛି? ଅପସନ୍ ଏ ଉପମା, ଅପସନ୍ ବି ବ୍ୟତିରେକ, ଅପସନ୍ ସି ଯମକ, ଅପସନ୍ ଡି ରୂପକ। ଏହାର ସଠିକ ଉତ୍ତର ହେବ ଅପସନ୍ ଏ ଉପମା। ପରବର୍ତ୍ତୀ ପ୍ରଶ୍ନ, ନିମ୍ନଲିଖିତ ଶବ୍ଦ ମଧ୍ୟରୁ କେଉଁଟି ଉତ୍ପ୍ରେକ୍ଷାବାଚକ ଶବ୍ଦ ଅଟେ? ଅପସନ୍ ଏ ଯଥା, ଅପସନ୍ ବି ସତେ, ଅପସନ୍ ସି ତଥା, ଅପସନ୍ ଡି ସଦୃଶ୍ୟ। ନିମ୍ନଲିଖିତ ଶବ୍ଦ ମଧ୍ୟରୁ କେଉଁଟି ଉତ୍ପ୍ରେକ୍ଷାବାଚକ ଶବ୍ଦ ଅଟେ? ଏହାର ସଠିକ ଉତ୍ତର ହେବ ଅପସନ୍ ବି ସତେ। ପରବର୍ତ୍ତୀ ପ୍ରଶ୍ନ, ପ୍ରଚେତା ପ୍ରବାଳ ପ୍ରାସାଦର ରୁଚି ନୀଳ ନିରୁ ଅବା ଫୁଟି ବାହାରୁଛି,
ଏଠାରେ ଥିବା ଉତ୍ପ୍ରେକ୍ଷାବାଚକ ଶବ୍ଦଟି କିଏ? ଅପସନରେ ଅଛି ପ୍ରବାଳ, ଅବା, ନୀଳନୀର, ପ୍ରାସାଦର, ରୁଚି। ଏହାର ସଠିକ ଉତ୍ତର ହେବ ଅପସନ ବି ଅବା। ପରବର୍ତ୍ତୀ ପ୍ରଶ୍ନ, ଉପମାନ ଓ ଉପମେୟ ମଧ୍ୟରେ ଅଭେଦ କଥିତ ହେଲେ ଓ ଉପମେୟରେ ଉପମାନର ଆରୋପ ହେଲେ କେଉଁ ଅଳଙ୍କାର ହୁଏ? ଉପମା, ବ୍ୟତିରେକ, ଯମକ, ରୂପକ। ଏହାର ସଠିକ ଉତ୍ତର ହେବ ଅପସନ ଡି ରୂପକ ଅଳଙ୍କାର। ପରବର୍ତ୍ତୀ ପ୍ରଶ୍ନ, ଦରିଦ୍ରତା ପଙ୍କପୂର୍ଣ୍ଣ ମୋ ଜୀବନ ସର, ଜଞ୍ଜାଳ ଜଳଦ ଜଳେ, ଆବେଳ ଉଦର। ଏଠାରେ କେଉଁ ଅଳଙ୍କାର ପ୍ରଯୋଗ ହୋଇଛି? ଅପସନରେ ଅଛି ବ୍ୟତିରେକ, ରୂପକ, ଯମକ, ଉପମା। ଏହାର ସଠିକ ଉତ୍ତର ହେବ ଅପସନ ବି ଏହା ରୂପକ ଅଳଙ୍କାର। ପରବର୍ତ୍ତୀ ପ୍ରଶ୍ନ, କଳସ ପଙ୍କେ ମୁହିଁ କେଡ଼େ ମଳିନ, କେମନ୍ତେ ସରିତର ହେବେ ନଳିନ। ଏଠାରେ କାହା ମଧ୍ୟରେ ଅଭେଦ କଳ୍ପନା କରାଯାଇଛି? ଅପସନ ଏ ନଳିନ ଓ ନଳିନୀ ମଧ୍ୟରେ, ଅପସନ ବି ପଙ୍କ ଓ ନଳିନ ମଧ୍ୟରେ, ଅପସନ ସି କଳୁଷ ଓ ପଙ୍କ ମଧ୍ୟରେ, ଅପସନ ଡି କଳୁଷ ଓ ମଳିନ ମଧ୍ୟରେ। ଏହାର ସଠିକ ଉତ୍ତର ହେବ ଅପସନ ସି କଳୁଷ ଓ ପଙ୍କ ମଧ୍ୟରେ। ପରବର୍ତ୍ତୀ ପ୍ରଶ୍ନ, କୀର୍ତ୍ତି ସୌରଭ ଗଲା ଦିଗେ ଦିଗେ ଭାସି। ଏଠାରେ ଥିବା ଉପମେୟ ପଦଟି କଣ? ଅପସନରେ ଅଛି କୀର୍ତ୍ତି, ସୌରଭ, ଦିଗେ, ଭାସି। ଏହାର ସଠିକ ଉତ୍ତର ହେବ ଅପସନ ଏ କୀର୍ତ୍ତି। ପରବର୍ତ୍ତୀ ପ୍ରଶ୍ନ, ଉପମେୟ ଓ ଉପମାନ ମଧ୍ୟରେ ଥିବା ସାଧାରଣ ଧର୍ମକୁ ଯେଉଁ ଶବ୍ଦ ସଂଯୋଗ କରେ ତାହାକୁ କଣ କୁହାଯାଏ? ଅପସନରେ ଅଛି ଶ୍ଳିଷ୍ଟ ପଦ, ଉପମାବାଚକ ଶବ୍ଦ, ଉପମାନ, ସାଧାରଣ ଧର୍ମ। ଉପମେୟ ଓ ଉପମାନ ମଧ୍ୟରେ ଥିବା ସାଧାରଣ ଧର୍ମକୁ ଯେଉଁ ଶବ୍ଦ ସଂଯୋଗ କରେ ତାହାକୁ କଣ କୁହାଯାଏ? ଏହାର ସଠିକ ଉତ୍ତର ହେବ ଅପସନ ବି ଉପମାବାଚକ ଶବ୍ଦ। ପରବର୍ତ୍ତୀ ପ୍ରଶ୍ନ, ଖଣ୍ଡ ଖଣ୍ଡ ଧଳା ମେଘ ସୁନୀଲ ଅମ୍ବରେ ଭସାଇ ବୋଇତ ଯଥା ନୀଳ ସମୁଦ୍ରରେ। ଏଠାରେ ଥିବା ଉପମାବାଚକ ଶବ୍ଦଟି ବାଛ। ଅପସନରେ ଅଛି ଅପସନ ଏ ନୀଳ, ଅପସନ ବି ଯଥା, ଅପସନ ସି ଖଣ୍ଡ ଖଣ୍ଡ, ଅପସନ ଡି ମେଘ। ଏଥିରେ ଥିବା ଉପମାବାଚକ ଶବ୍ଦ କେଉଁଟି? ଏହାର ସଠିକ ଉତ୍ତର ହେବ ଅପସନ ବି ଯଥା। ଯଥା ହେଉଛି ଉପମାବାଚକ ଶବ୍ଦ। ପରବର୍ତ୍ତୀ ପ୍ରଶ୍ନ, ଦେଖରେ ନଳିନୀ ନଳିନୀ ନଳିନୀରେ ପୂରିତ, ଭ୍ରମନ୍ତି ଭ୍ରମରେ ଭ୍ରମରେ ଭ୍ରମରରେ ଶୋଭିତ। ଏଠାରେ କେଉଁ ଅଳଙ୍କାର ହୋଇଛି? ଅପସନ ଏ ଶ୍ଲେଷ, ଅପସନ ବି ଉପମା, ଅପସନ ସି ଯମକ, ଅପସନ ଡି ଅନୁପ୍ରାସ। ଏହାର ସଠିକ ଉତ୍ତର ହେବ ଅପସନ ସି ଯମକ। ପରବର୍ତ୍ତୀ ପ୍ରଶ୍ନ, କବିତା ବନିତା କବିତା ପିତା, କହିବା ଲୋକ ତାର ଉପମାତା, କଲେ ତାକୁ ଭୋଗ ରସିକ ନେତା, କେତେ ହେଁ ଅବା ରହଇ ଯୋଗ୍ୟତା। କୁମତି ଗୁଆଁର କେବଳ ବଇ ମାତ୍ର ଭାଇ ତାର। ଏଠାରେ କେଉଁ ଅଳଙ୍କାର ହୋଇଛି? ଅପସନ ଏ ରୂପକ, ଅପସନ ବି ଅନୁପ୍ରାସ, ଅପସନ ସି ଉତ୍ପ୍ରେକ୍ଷା, ଅପସନ ଡି ଯମକ। ସଠିକ ଉତ୍ତର ହେବ ଅପସନ ଏ ରୂପକ ଅଳଙ୍କାର। ପରବର୍ତ୍ତୀ ପ୍ରଶ୍ନ, ଅନୁପ୍ରାସ ଶ୍ଲେଷ ପ୍ରଭୃତି କେଉଁ ଅଳଙ୍କାର ଅନ୍ତର୍ଗତ? ଅପସନ ଏ ଅର୍ଥାଲଙ୍କାର, ଅପସନ ବି ଶବ୍ଦାଲଙ୍କାର, ଅପସନ ସି ଉଭୟ ଏ ଓ ବି, ଅପସନ ଡି କେଉଁଟି ନୁହଁ। ଅନୁପ୍ରାସ ଶ୍ଲେଷ ପ୍ରଭୃତି କେଉଁ ଅଳଙ୍କାର ଅନ୍ତର୍ଗତ? ଏହାର ସଠିକ ଉତ୍ତର ହେବ ଅପସନ ବି ଶବ୍ଦାଲଙ୍କାର। ପରବର୍ତ୍ତୀ ପ୍ରଶ୍ନ, ଉପମା ଉତ୍ପ୍ରେକ୍ଷା ପ୍ରଭୃତି କେଉଁ ଅଳଙ୍କାର ଅନ୍ତର୍ଗତ? ଅପସନ ଏ ଅଳଙ୍କାର, ଅପସନ ବି ସୌନ୍ଦର୍ଯ୍ୟ ଉପାଦାନ, ଅପସନ ସି ଶବ୍ଦାଲଙ୍କାର, ଅପସନ ଡି ଅର୍ଥାଲଙ୍କାର। ଏହାର ସଠିକ ଉତ୍ତର ହେବ ଅପସନ ଡି ଅର୍ଥାଲଙ୍କାର। ଉପମା ଉତ୍ପ୍ରେକ୍ଷା ହେଉଛି ଅର୍ଥାଲଙ୍କାର। ପରବର୍ତ୍ତୀ ପ୍ରଶ୍ନ, ନୀଳ ନିରୋଧ ମାଳେ ଖେଲେ ଚପଳା, ଖଳ ବିରତି ପ୍ରାୟ ସଦା ଚପଳା। ଏହା କେଉଁ ଅଳଙ୍କାର? ଅପସନ ଏ ଅନୁପ୍ରାସ, ଅପସନ ବି ଶ୍ଲେଷ, ଅପସନ ସି ଯମକ, ଅପସନ ଡି ବ୍ୟତିରେକ।
ଏହାର ସଠିକ ଉତ୍ତର ହେବ ଅପସନ୍ ସି ଯମକ ଅଳଙ୍କାର। ପରବର୍ତ୍ତୀ ପ୍ରଶ୍ନ, କେଉଁ ଅଳଙ୍କାରରେ ବ୍ୟଞ୍ଜନ ବର୍ଣ୍ଣର ଆବୃତ ହୁଏ? ଅପସନ୍ ଏ ଶ୍ଲେଷ, ଅପସନ୍ ବି ଯମକ, ଅପସନ୍ ସି ଅନୁପ୍ରାସ, ଅପସନ୍ ଡି ବ୍ୟତିରେକ। କେଉଁ ଅଳଙ୍କାରରେ ବ୍ୟଞ୍ଜନ ବର୍ଣ୍ଣର ଆବୃତ୍ତି ହୁଏ? ଏହାର ସଠିକ ଉତ୍ତର ହେବ ଅପସନ୍ ସି ଅନୁପ୍ରାସ ଅଳଙ୍କାରରେ ବ୍ୟଞ୍ଜନ ବର୍ଣ୍ଣର ଆବୃତ୍ତି ହୁଏ। ପରବର୍ତ୍ତୀ ପ୍ରଶ୍ନ, ଯଥା ତଥା ପରି ପ୍ରଭୃତି ଶବ୍ଦକୁ କ'ଣ କୁହନ୍ତି? ଅପସନ୍ ଏ ଶ୍ଲେଷ୍ଠ ପଦ, ଅପସନ୍ ବି ଉପମାବାଚକ ଶବ୍ଦ, ଅପସନ୍ ସି ଉପମେୟ, ଅପସନ୍ ଡି ଉପମାନ। ଯଥା ତଥା ପରି ପ୍ରଭୃତି ଶବ୍ଦକୁ କ'ଣ କୁହନ୍ତି? ଏହାର ସଠିକ ଉତ୍ତର ହେବ ଅପସନ୍ ବି ଉପମାବାଚକ ଶବ୍ଦ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଅଳଙ୍କାର ମଧ୍ୟରେ ବିଭିନ୍ନ ବିଭାଗ ଅଛି? ରୂପକ, ଉତ୍ପ୍ରେକ୍ଷା, ଅନୁପ୍ରାସ, ବ୍ୟତିରେକ। କେଉଁ ଅଳଙ୍କାର ମଧ୍ୟରେ ବିଭିନ୍ନ ବିଭାଗ ଅଛି? ଏହାର ସଠିକ ଉତ୍ତର ଅପସନ୍ ସି ଅନୁପ୍ରାସ ଅଳଙ୍କାର ମଧ୍ୟରେ ବିଭିନ୍ନ ବିଭାଗ ରହିଛି। ପରବର୍ତ୍ତୀ ପ୍ରଶ୍ନ, ଉପମେୟ ଓ ଉପମାନକୁ ଯେଉଁ ସାଧାରଣ ଗୁଣ ହେତୁ ତୁଳନା କରାଯାଏ ତାହାକୁ କ'ଣ କୁହାଯାଏ? ଅପସନ୍ ଏ ଉପମିତ, ଅପସନ୍ ବି ଉପମାବାଚକ ପଦ, ଅପସନ୍ ସି ଉତ୍ପ୍ରେକ୍ଷାବାଚକ ପଦ, ଅପସନ୍ ଡି ସାଧାରଣ ଧର୍ମ। ଉପମେୟ ଓ ଉପମାନକୁ ଯେଉଁ ସାଧାରଣ ଗୁଣ ହେତୁ ତୁଳନା କରାଯାଏ ତାହାକୁ କ'ଣ କୁହାଯାଏ? ଏହାର ସଠିକ ଉତ୍ତର ହେବ ଅପସନ୍ ଡି ସାଧାରଣ ଧର୍ମ। ପରବର୍ତ୍ତୀ ପ୍ରଶ୍ନ, ଉପମାନ ଓ ଉପମେୟ ମଧ୍ୟରେ କେଉଁଟି ବହୁଗୁଣ ବିଶିଷ୍ଟ ବସ୍ତୁ ଅଟେ? ଅପସନ୍ ଏ ଉପମେୟ, ଅପସନ୍ ବି ଉପମାନ, ଅପସନ୍ ସି ଉଭୟ, ଅପସନ୍ ଡି କେଉଁଟି ନୁହଁ। ଉପମାନ ଓ ଉପମେୟ ମଧ୍ୟରେ କେଉଁଟି ବହୁଗୁଣ ବିଶିଷ୍ଟ ବସ୍ତୁ ଅଟେ? ଏହାର ସଠିକ ଉତ୍ତର ହେବ ଅପସନ୍ ବି ଉପମାନ ବହୁଗୁଣ ବିଶିଷ୍ଟ ବସ୍ତୁ ଅଟେ। ପରବର୍ତ୍ତୀ ପ୍ରଶ୍ନ, ଯେଉଁଠାରେ ଗୋଟିଏ ଉପମେୟ ପାଇଁ ଏକାଧିକ ଉପମାନ ଥାନ୍ତି ସେଠାରେ କି ଅଳଙ୍କାର ହୁଏ? ଅପସନ୍ ଏ ଉପମା, ଅପସନ୍ ବି ଉତ୍ପ୍ରେକ୍ଷା, ଅପସନ୍ ସି ମାଳୋପମା, ଅପସନ୍ ଡି ବ୍ୟତିରେକ। ଏହାର ସଠିକ ଉତ୍ତର ହେବ ଅପସନ୍ ସି ମାଳୋପମା। ପରବର୍ତ୍ତୀ ପ୍ରଶ୍ନ, କେଉଁ ଅଳଙ୍କାରରେ କି, ଅବା, କିବା ପ୍ରଭୃତି ଶବ୍ଦ ବ୍ୟବହୃତ ହୋଇଥାଏ? ଅପସନ୍ ଏ ଉପମା, ଅପସନ୍ ବି ଉତ୍ପ୍ରେକ୍ଷା, ଅପସନ୍ ସି ରୂପକ, ଅପସନ୍ ଡି ଅନୁପ୍ରାସ। ଏହାର ସଠିକ ଉତ୍ତର ହେବ ଅପସନ୍ ବି ଉତ୍ପ୍ରେକ୍ଷା ଅଳଙ୍କାରରେ କି, ଅବା, କିବା ପ୍ରଭୃତି ଶବ୍ଦ ବ୍ୟବହୃତ ହୋଇଥାଏ। ପରବର୍ତ୍ତୀ ପ୍ରଶ୍ନ, ଚିଲିକାରେ ସାୟନ୍ତନ ଦୃଶ୍ୟ କବିତା କେଉଁ ଛନ୍ଦରେ ରଚିତ? ଅପସନ୍ ଏ ଚୋଖୀ, ଅପସନ୍ ବି ଦାଣ୍ଡି, ଅପସନ୍ ସି ନଟବାଣୀ, ଅପସନ୍ ଡି ଚକ୍ରକେଳି। ଚିଲିକାର ସାୟନ୍ତନ ଦୃଶ୍ୟ କବିତା କେଉଁ ଛନ୍ଦରେ ରଚିତ? ଏହାର ସଠିକ ଉତ୍ତର ହେବ ଅପସନ୍ ସି ନଟବାଣୀ। ପରବର୍ତ୍ତୀ ପ୍ରଶ୍ନ, ନଟବାଣୀ ବା ବିଭାସ କେଦାର ଛନ୍ଦର କେଉଁ ଅକ୍ଷର ଉପରେ ଜ୍ୟୋତିପାତ ହୁଏ? ଅପସନ୍ ଏ ତୃତୀୟ, ଅଷ୍ଟମ, ଦଶମ, ଶେଷ, ଅପସନ୍ ବି ତୃତୀୟ, ସପ୍ତମ, ନବମ, ଶେଷ, ଅପସନ୍ ସି ତୃତୀୟ, ଷଷ୍ଠ, ନବମ, ଶେଷ, ଅପସନ୍ ଡି ତୃତୀୟ, ଅଷ୍ଟମ, ଶେଷ। ନଟବାଣୀ ବା ବିଭାସ କେଦାର ଛନ୍ଦର କେଉଁ ଅକ୍ଷର ଉପରେ ଜ୍ୟୋତିପାତ ହୁଏ? ଏହାର ସଠିକ ଉତ୍ତର ହେବ ଅପସନ୍ ସି ତୃତୀୟ, ଷଷ୍ଠ, ନବମ ଓ ଶେଷ ଅକ୍ଷର ଉପରେ ଜ୍ୟୋତିପାତ ହୁଏ। ପରବର୍ତ୍ତୀ ପ୍ରଶ୍ନ, ରାମକେରି ଛନ୍ଦର ପ୍ରତି ପାଦର କେଉଁଠାରେ ଜ୍ୟୋତିପାତ ହୁଏ? ଅପସନ୍ ଏ ନବମ, ଦଶମ, ଷୋଡ଼ଶ, ଅପସନ୍ ବି ଅଷ୍ଟମ, ଦଶମ, ଷୋଡ଼ଶ, ଅପସନ୍ ସି ନବମ, ଏକାଦଶ, ଷୋଡ଼ଶ, ଅପସନ୍ ଡି ନବମ, ଦ୍ୱାଦଶ, ଷୋଡ଼ଶ। ରାମକେରି ଛନ୍ଦର ପ୍ରତି ପାଦର କେଉଁଠାରେ ଜ୍ୟୋତିପାତ ହୁଏ? ଏହାର ସଠିକ ଉତ୍ତର ହେବ ଅପସନ୍ ସି ନବମ, ଏକାଦଶ, ଷୋଡ଼ଶ। ପରବର୍ତ୍ତୀ ପ୍ରଶ୍ନ, ଅର୍ଥାଲଙ୍କାରର ଉଦାହରଣ ଗୁଡ଼ିକୁ ବାଛ। ଅପସନ୍ ଏ ଯମକ, ଅପସନ୍ ବି ଅନୁପ୍ରାସ, ଅପସନ୍ ସି ଉତ୍ପ୍ରେକ୍ଷା, ଅପସନ୍ ଡି ଶ୍ଲେଷ। ଅର୍ଥାଲଙ୍କାରର ଉଦାହରଣଟିକୁ ବାଛ। ଏହାର ସଠିକ ଉତ୍ତର ହେବ ଅପସନ୍ ସି ଉତ୍ପ୍ରେକ୍ଷା ହେଉଛି ଏକ ଅର୍ଥାଲଙ୍କାର। ପରବର୍ତ୍ତୀ ପ୍ରଶ୍ନ, ଅଳଙ୍କାର ବାକ୍ୟର କ'ଣ କରେ? ଅପସନ୍ ଏ ଶୋଭା ହ୍ରାସ କରେ, ଅପସନ୍ ବି ଶୋଭା ବୃଦ୍ଧି କରେ, ଅପସନ୍ ସି ଅର୍ଥପୂର୍ଣ୍ଣ କରେ, ଅପସନ୍ ଡି ଜଟିଳ କରେ। ଅଳଙ୍କାର ବାକ୍ୟର କ'ଣ କରେ? ଆନ୍ସର ହେବ ଅପସନ୍ ବି
ଅଳଙ୍କାର ବାକ୍ୟର ଶୋଭା ବୃଦ୍ଧି କରିଥାଏ। ପରବର୍ତ୍ତୀ ପ୍ରଶ୍ନ, ଖଣ୍ଡ ଖଣ୍ଡ ଧଳା ମେଘ ସୁନୀଲ ଅମ୍ବରେ ଭସାଇ ବୋଇତ ଯଥା ନୀଳ ସମୁଦ୍ରରେ। ଏଠାରେ ସାଧାରଣ ଧର୍ମଟି କିଏ? ଅପସନରେ ଅଛି ଯଥା, ବୋଇତ, ଭାସିବା, ନୀଳ ସମୁଦ୍ର। ଏହାର ସଠିକ ଉତ୍ତର ହେବ ଅପସନ ସି ଭାସିବା। ଭାସିବା ହେଉଛି ସାଧାରଣ ଧର୍ମ। ପରବର୍ତ୍ତୀ ପ୍ରଶ୍ନ, ସାଧାରଣତଃ ପ୍ରକୃତିର ସୌନ୍ଦର୍ଯ୍ୟ ବିଭବ କିମ୍ବା ଅଧିକ ଗୁଣ ବିଶିଷ୍ଟ ବସ୍ତୁଗୁଡ଼ିକ କେଉଁ ନାମରେ ଗୃହୀତ ହୁଅନ୍ତି? ଅପସନ ଏ ଉପମାନ, ଅପସନ ବି ଉପମେୟ, ଅପସନ ସି ଉପମାବାଚକ ଶବ୍ଦ, ଅପସନ ଡି ସାଧାରଣ ଧର୍ମ। ଏହାର ସଠିକ ଉତ୍ତର ହେବ ଅପସନ ଏ ଉପମାନ। ପରବର୍ତ୍ତୀ ପ୍ରଶ୍ନ, କାଳିନ୍ଦୀ କୁଳିଆ, କଦମ୍ବ ମୂଳିଆ, କେକି ପୁଚ୍ଛ ଚାରୁ ଚୁଲିଆ, କଜବଳ କାଳିଆ, କାଇଁଚ ମାଣିଆ, ମଣିମକର କୁଣ୍ଡଲିଆ। ଏହା କେଉଁ ଅଳଙ୍କାର? ଅପସନ ଏ ଅନୁପ୍ରାସ, ଅପସନ ବି ଯମକ ଅଳଙ୍କାର, ଅପସନ ସି ଶ୍ଲେଷ ଅଳଙ୍କାର, ଅପସନ ଡି ରୂପକ ଅଳଙ୍କାର। ଏହାର ସଠିକ ଉତ୍ତର ହେବ ଅପସନ ଏ, ଏହା ହେଉଛି ଅନୁପ୍ରାସ ଅଳଙ୍କାର। ପରବର୍ତ୍ତୀ ପ୍ରଶ୍ନ, ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ଛନ୍ଦରେ ରଚିତ ହୋଇଥିବା ପ୍ରାଚୀନ ପଦ୍ୟ ବା କବିତାକୁ କ'ଣ କହନ୍ତି? ଅପସନ ଏ ଛନ୍ଦ, ଅପସନ ବି ଛାନ୍ଦ, ଅପସନ ସି ବୃତ, ଅପସନ ଡି ଅଳଙ୍କାର। ଏହାର ସଠିକ ଉତ୍ତର ହେବ ଅପସନ ବି ପ୍ରାଚୀନ ପଦ୍ୟ ବା କବିତାକୁ ଛାନ୍ଦ ବୋଲି କହନ୍ତି। ପରବର୍ତ୍ତୀ ପ୍ରଶ୍ନ, ଛନ୍ଦ ସାଧାରଣତଃ କେତେ ପ୍ରକାରର? 1, 3, 2, 4। ଏହାର ସଠିକ ଉତ୍ତର ହେବ ଅପସନ ସି ଛନ୍ଦ ସାଧାରଣତଃ 2 ପ୍ରକାରର। ପରବର୍ତ୍ତୀ ପ୍ରଶ୍ନ, କେଉଁ ଛନ୍ଦର ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା ଅନିର୍ଦ୍ଦିଷ୍ଟ? ଅପସନ ଏ ଗୁଜ୍ଜରୀ, ଅପସନ ବି ନଟବାଣୀ, ଅପସନ ସି ବଙ୍ଗଳାଶ୍ରୀ, ଅପସନ ଡି ଦାଣ୍ଡିବୃତ୍ତ ବା ଛନ୍ଦ। ଏହାର ସଠିକ ଉତ୍ତର ହେବ ଅପସନ ଡି ଦାଣ୍ଡିବୃତ୍ତ ବା ଛନ୍ଦ ପାଦର ଅକ୍ଷର ସଂଖ୍ୟା ଅନିର୍ଦ୍ଦିଷ୍ଟ ବା ଅସମାନ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଛନ୍ଦର ଜ୍ୟୋତିପାତ ଅନିର୍ଦ୍ଦିଷ୍ଟ ଅଟେ? ଅପସନ ଏ ଦାଣ୍ଡିବୃତ୍ତ ବା ଛନ୍ଦ, ଅପସନ ବି ନଟବାଣୀ, ଅପସନ ସି ଗୁଜ୍ଜରୀ, ଅପସନ ଡି ବଙ୍ଗଳାଶ୍ରୀ। ଏହାର ସଠିକ ଉତ୍ତର ହେବ ଅପସନ ଏ ଦାଣ୍ଡିବୃତ୍ତ ବା ଛନ୍ଦର ଜ୍ୟୋତିପାତ ଅନିର୍ଦ୍ଦିଷ୍ଟ ଅଟେ। ପରବର୍ତ୍ତୀ ପ୍ରଶ୍ନ, ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ କେଉଁ ଛନ୍ଦରେ ରଚିତ? ଅପସନ ଏ ନଟବାଣୀ, ଅପସନ ବି ଦାଣ୍ଡିବୃତ୍ତ ବା ଛନ୍ଦ, ଅପସନ ସି ଗୁଜ୍ଜରୀ, ଅପସନ ଡି ବଙ୍ଗଳାଶ୍ରୀ। ଏହାର ସଠିକ ଉତ୍ତର ହେବ ଅପସନ ସି ଗୁଜ୍ଜରୀ। ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ଗୁଜ୍ଜରୀ ଛନ୍ଦରେ ରଚିତ। ପରବର୍ତ୍ତୀ ପ୍ରଶ୍ନ, ଗୁଜ୍ଜରୀ ଛନ୍ଦର ପାଦ ସଂଖ୍ୟା କେତେ? ଅପସନରେ ଅଛି 1, 2, 3, 4। ଗୁଜ୍ଜରୀ ଛନ୍ଦର ପାଦ ସଂଖ୍ୟା କେତେ? ଏହାର ସଠିକ ଉତ୍ତର ହେବ ଅପସନ ବି ଗୁଜ୍ଜରୀ ଛନ୍ଦର ପାଦ ସଂଖ୍ୟା 2। ପରବର୍ତ୍ତୀ ପ୍ରଶ୍ନ, ଗୁଜ୍ଜରୀ ଛନ୍ଦର ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା କେତେ? ଅପସନରେ ଅଛି 9, 11, 12, 14। ଗୁଜ୍ଜରୀ ଛନ୍ଦର ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା କେତେ? ଏହାର ସଠିକ ଉତ୍ତର ହେବ ଅପସନ ଏ 9। ସେଥିପାଇଁ ଏହାକୁ ନବାକ୍ଷର ବୃତ୍ତ ବା ନବାକ୍ଷର ଛନ୍ଦ ମଧ୍ୟ କୁହନ୍ତି। ଗୁଜ୍ଜରୀ ଛନ୍ଦର ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା 9। ପରବର୍ତ୍ତୀ ପ୍ରଶ୍ନ, ତୁମ ସାହିତ୍ୟ ବହିର କେଉଁ କବିତା ନଟବାଣୀ ଛନ୍ଦରେ ରଚିତ? ଅପସନରେ ଅଛି ସରମସହା ମାଟି, ଅପସନ ବି ରାଘବଙ୍କ ଅଳଙ୍କା ଯାତ୍ରାନୁକୂଳ, ଅପସନ ସି ଚିଲିକାର ସାୟନ୍ତନ ଦୃଶ୍ୟ, ଅପସନ ଡି ମଙ୍ଗଳେ ଅଇଲା ଉଷା। ତୁମ ସାହିତ୍ୟ ବହିର କେଉଁ କବିତା ନଟବାଣୀ ଛନ୍ଦରେ ରଚିତ? ଏହାର ସଠିକ ଉତ୍ତର ହେବ ଅପସନ ସି ଚିଲିକାରେ ସାୟନ୍ତନ ଦୃଶ୍ୟ କବିତାଟି ନଟବାଣୀ ଛନ୍ଦରେ ରଚିତ। ପରବର୍ତ୍ତୀ ପ୍ରଶ୍ନ, ତୁମ ସାହିତ୍ୟ ବହିର କେଉଁ କବିତା ଚୋଖୀ ଛନ୍ଦରେ ରଚିତ? ଅପସନରେ ଅଛି ମଙ୍ଗଳେ ଅଇଲା ଉଷା, ଚିଲିକାରେ ସାୟନ୍ତନ ଦୃଶ୍ୟ, ରାଘବଙ୍କ ଅଳଙ୍କା ଯାତ୍ରାନୁକୂଳ, ସରବଂଶହା ମାଟି। ଏହାର ସଠିକ ଉତ୍ତର ହେବ ଅପସନ ଏ ମଙ୍ଗଳେ ଅଇଲା ଉଷା କବିତାଟି ଚୋଖୀ ଛନ୍ଦରେ ରଚିତ। ପରବର୍ତ୍ତୀ ପ୍ରଶ୍ନ, ମଧୁସୂଦନ ରାଓଙ୍କ ତୁହିମା ଜନ୍ମଭୂମି କବିତା କେଉଁ ଛନ୍ଦରେ ରଚିତ? ଅପସନ ଏ ଦାଣ୍ଡି, ଅପସନ ବି ଚୋଖୀ, ଅପସନ ସି ବଙ୍ଗଳାଶ୍ରୀ, ଅପସନ ଡି ଗୁଜ୍ଜରୀ। ଏହାର ସଠିକ ଉତ୍ତର ହେବ ଅପସନ ବି ଚୋଖୀ।
ପରବର୍ତ୍ତୀ ପ୍ରଶ୍ନ ମଧୁସୂଦନ ରାଓଙ୍କର ହେ ଆନନ୍ଦମୟ କୋଟି ଭୁବନ ପାଳକ କବିତାଟି କେଉଁ ଛନ୍ଦରେ ରଚିତ? ଅପସନ୍ ଏ ଗୁଜରୀ, ଅପସନ୍ ବି ଦାଣ୍ଡି, ଅପସନ୍ ସି ବଙ୍ଗଳାସୀ, ଅପସନ୍ ଡି ଶଙ୍କରାଭରଣ। ଏହାର ସଠିକ ଉତ୍ତର ହେବ ଅପସନ୍ ଡି ଶଙ୍କରାଭରଣ। ପରବର୍ତ୍ତୀ ପ୍ରଶ୍ନ ଅଳଙ୍କାର ମୁଖ୍ୟତଃ କେତେ ପ୍ରକାରର? ଅପସନ୍ରେ ଅଛି 1, 2, 3, 4। ଅଳଙ୍କାର ମୁଖ୍ୟତଃ କେତେ ପ୍ରକାରର? ଏହାର ସଠିକ ଉତ୍ତର ହେବ ଅଳଙ୍କାର 2 ପ୍ରକାରର। ଶବ୍ଦାଲଙ୍କାର, ଅର୍ଥାଲଙ୍କାର। ପରବର୍ତ୍ତୀ ପ୍ରଶ୍ନ କେଉଁ ଅଳଙ୍କାରରେ ପଦ ମଧ୍ୟରେ ଏକ ବା ଏକାଧିକ ବ୍ୟଞ୍ଜନ ବର୍ଣ୍ଣର ବାରମ୍ବାର ଆବୃତ୍ତି ହୁଏ? ଅପସନ୍ ଏ ଯମକ, ଅପସନ୍ ବି ରୂପକ, ଅପସନ୍ ସି ଶ୍ଲେଷ, ଅପସନ୍ ଡି ଅନୁପ୍ରାସ। କେଉଁ ଅଳଙ୍କାରରେ ପଦ ମଧ୍ୟରେ ଏକ ବା ଏକାଧିକ ବ୍ୟଞ୍ଜନ ବର୍ଣ୍ଣ ବାରମ୍ବାର ଆବୃତ ହୋଇଥାଏ? ଏହାର ସଠିକ ଉତ୍ତର ହେବ ଅପସନ୍ ଡି ଅନୁପ୍ରାସ ଅଳଙ୍କାରରେ ଏକ ବା ଏକାଧିକ ବ୍ୟଞ୍ଜନ ବର୍ଣ୍ଣର ବାରମ୍ବାର ଆବୃତ୍ତି ହୁଏ। ପରବର୍ତ୍ତୀ ପ୍ରଶ୍ନ ପ୍ରଧାନତଃ ଯମକ ଅଳଙ୍କାର କେତେ ପ୍ରକାରର? ଅପସନ୍ରେ ଅଛି 5, 4, 2, 3। ଏହାର ସଠିକ ଉତ୍ତର ହେବ ଅପସନ୍ ଏ ଯମକ ଅଳଙ୍କାର 5 ପ୍ରକାରର। ପରବର୍ତ୍ତୀ ପ୍ରଶ୍ନ ଶ୍ଲେଷ ଅଳଙ୍କାର କେତେ ପ୍ରକାରର? ଅପସନ୍ରେ ଅଛି 2, 3, 4, 5। ଏହାର ସଠିକ ଉତ୍ତର ହେବ ଅପସନ୍ ବି ଶ୍ଲେଷ ଅଳଙ୍କାର 3 ପ୍ରକାରର। ଅଭଙ୍ଗ, ସଭଙ୍ଗ, ଭଙ୍ଗାଭଙ୍ଗ ଶ୍ଲେଷ। ପରବର୍ତ୍ତୀ ପ୍ରଶ୍ନ ଯାହା ସହିତ ତୁଳନା କରାଯାଏ ତାହାକୁ କ'ଣ କହନ୍ତି? ଅପସନ୍ ଏ ଉପମେୟ, ଅପସନ୍ ବି ଉପମାନ, ଅପସନ୍ ସି ଶ୍ରେଷ୍ଠ ପଦ, ଅପସନ୍ ଡି ସଂଯୋଜକ ପଦ। ଯାହା ସହିତ ତୁଳନା କରାଯାଏ ତାକୁ କ'ଣ କହନ୍ତି? ଏହାର ସଠିକ ଉତ୍ତର ହେବ ଅପସନ୍ ବି ଉପମାନ। ପରି, ଯେହ୍ନେ, ଯଥା ପ୍ରଭୃତି ଶବ୍ଦକୁ କେଉଁ ଶବ୍ଦ କୁହନ୍ତି? ଅପସନ୍ ଏ ଉପମାବାଚକ ଶବ୍ଦ, ଅପସନ୍ ବି ରୂଢ଼ ଶବ୍ଦ, ଅପସନ୍ ସି ଉତ୍ପ୍ରେକ୍ଷାବାଚକ ଶବ୍ଦ, ଅପସନ୍ ଡି ଯୋଗରୂଢ଼ ଶବ୍ଦ। ଏହାର ସଠିକ ଉତ୍ତର ହେବ ଅପସନ୍ ଏ ଉପମାବାଚକ ଶବ୍ଦ। ପରବର୍ତ୍ତୀ ପ୍ରଶ୍ନ ପ୍ରକୃତ ବସ୍ତୁରେ ଅପ୍ରକୃତ ବସ୍ତୁର ତର୍କଣ ବା ସମ୍ଭାବନା ହେଲେ କେଉଁ ଅଳଙ୍କାର ହୁଏ? ଅପସନ୍ ଏ ଶ୍ଲେଷ, ଅପସନ୍ ବି ରୂପକ, ଅପସନ୍ ସି ଉପମା, ଅପସନ୍ ଡି ଉତ୍ପ୍ରେକ୍ଷା। ଏହାର ସଠିକ ଉତ୍ତର ହେବ ଅପସନ୍ ଡି ଉତ୍ପ୍ରେକ୍ଷା। ପ୍ରକୃତ ବସ୍ତୁରେ ଅପ୍ରକୃତ ବସ୍ତୁର ତର୍କଣା ବା ସମ୍ଭାବନା କରାଗଲେ ତାକୁ ଉତ୍ପ୍ରେକ୍ଷା ଅଳଙ୍କାର କୁହାଯାଏ। ପରବର୍ତ୍ତୀ ପ୍ରଶ୍ନ କେଉଁ ଅଳଙ୍କାରରେ ଉପମେୟର ଉପମାନରେ ତର୍କଣା ବା ସମ୍ଭାବନା କରାଯାଏ? ଅପସନ୍ରେ ଅଛି ଉତ୍ପ୍ରେକ୍ଷା, ଉପମା, ଯମକ, ରୂପକ। ଏହାର ସଠିକ ଉତ୍ତର ହେବ ଉତ୍ପ୍ରେକ୍ଷା ଅଳଙ୍କାରରେ ଉପମେୟର ଉପମାନରେ ତର୍କଣା ବା ସମ୍ଭାବନା କରାଯାଏ। ଆନ୍ସର ହେବ ଉତ୍ପ୍ରେକ୍ଷା। ପରବର୍ତ୍ତୀ ପ୍ରଶ୍ନ ଉପମା ଅଳଙ୍କାରରେ ଉପମାନ ଓ ଉପମେୟ ମଧ୍ୟରେ ସାଦୃଶ୍ୟ ବର୍ଣ୍ଣନା କରାଯାଇଥିବା ବେଳେ ରୂପକ ଅଳଙ୍କାରରେ କ'ଣ କରାଯାଏ? ଅପସନ୍ ଏ ଅଭେଦ କଳ୍ପନା, ଅପସନ୍ ବି ତର୍କଣା, ଅପସନ୍ ସି ସାଦୃଶ୍ୟ ବର୍ଣ୍ଣନା, ଅପସନ୍ ଡି ସମ୍ଭାବନା। ଏହାର ସଠିକ ଉତ୍ତର ହେବ ଅପସନ୍ ଏ ଅଭେଦ କଳ୍ପନା କରାଯାଇଥାଏ। ରୂପକ ଅଳଙ୍କାରରେ ଅଭେଦ କଳ୍ପନା କରାଯାଏ। ଉପମା ଅଳଙ୍କାରରେ ସାଦୃଶ୍ୟ ବର୍ଣ୍ଣନା କରାଯାଇଥାଏ। ପରବର୍ତ୍ତୀ ପ୍ରଶ୍ନ ରଚେତା ପ୍ରବାଳ ପ୍ରସାଦର ରୁଚି ନୀଳ ନିରୁ ଅବା ଫୁଟି ବାହାରୁଛି। ଏଠାରେ ଅବା କି ପ୍ରକାରର ଶବ୍ଦ? ଅପସନ୍ରେ ଅଛି ଉପମାବାଚକ ଶବ୍ଦ, ଅପସନ୍ ବି ସାଦୃଶ୍ୟବାଚକ ଶବ୍ଦ, ଅପସନ୍ ସି ଉତ୍ପ୍ରେକ୍ଷାବାଚକ ଶବ୍ଦ, ଅପସନ୍ ଡି ଯୌଗିକ ଶବ୍ଦ। ଏହାର ସଠିକ ଉତ୍ତର ହେବ ଅପସନ୍ ସି ଉତ୍ପ୍ରେକ୍ଷାବାଚକ ଶବ୍ଦ। ପରବର୍ତ୍ତୀ ପ୍ରଶ୍ନ ଦେଖରେ ନଳିନୀ ନଳିନୀ ନଳିନୀରେ ପୂରିତ ଭ୍ରମନ୍ତି ଭ୍ରମରେ 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 ଏ ଶୋଭିତ। ଏହା କେଉଁ ଅଳଙ୍କାର? ଅପସନ୍ରେ ଅଛି ଶ୍ଲେଷ, ଯମକ, ଅନୁପ୍ରାସ, ରୂପକ। ଏହାର ସଠିକ ଉତ୍ତର ହେବ ଅପସନ୍ ବି ଏହା ଯମକ ଅଳଙ୍କାର। ପରବର୍ତ୍ତୀ ପ୍ରଶ୍ନ ଛନ୍ଦର ନିୟମ ଅନୁସାରେ ରଚିତ ହୋଇଥିବା ପଦ୍ୟକୁ ଗାନ କଲାବେଳେ ଯେଉଁ ନିର୍ଦ୍ଦିଷ୍ଟ ଅକ୍ଷର ଉପରେ ବିଶ୍ରାମ ନିଆଯାଏ ତାକୁ କ'ଣ କହନ୍ତି? ଅପସନ୍ ପଦ, ପାଦ, ବୃତ, ଯତି ବା ଯତିପାତ। ଏହାର ସଠିକ ଉତ୍ତର ହେବ ଅପସନ୍ ଡି ଯତି ବା ଯତିପାତ ବୋଲି କୁହନ୍ତି। ନଟବାଣୀ ଛନ୍ଦର ପାଦ ସଂଖ୍ୟା କେତେ? 4, 2, 6, 8। ଏହାର ସଠିକ ଉତ୍ତର ହେବ ନଟବାଣୀ ଛନ୍ଦର ପାଦ ସଂଖ୍ୟା
2 ଅପସନ୍ ବି। ପରବର୍ତ୍ତୀ ପ୍ରଶ୍ନ ସାହିତ୍ୟକୁ ସରସ ସୁନ୍ଦର ଓ ରମଣୀୟ କରିବା ପାଇଁ ଯେଉଁ ସୌନ୍ଦର୍ଯ୍ୟବର୍ଦ୍ଧକ ଉପାଦାନର ଆବଶ୍ୟକ ହୁଏ ତାକୁ କ'ଣ କୁହନ୍ତି? ଛନ୍ଦ, ଛାନ୍ଦ, ଅଳଙ୍କାର, ବୃତ୍ତ। ଏହାର ସଠିକ୍ ଉତ୍ତର ହେବ ଅପସନ୍ ସି ଅଳଙ୍କାର। ସାହିତ୍ୟକୁ ସରସ ସୁନ୍ଦର ଓ ରମଣୀୟ କରିବା ପାଇଁ ଯେଉଁ ସୌନ୍ଦର୍ଯ୍ୟବର୍ଦ୍ଧକ ଉପାଦାନର ଆବଶ୍ୟକ ହୁଏ ତାହାକୁ ଅଳଙ୍କାର କୁହାଯାଏ। ଅନ୍ତିମ ପ୍ରଶ୍ନ କେଉଁ ଅଳଙ୍କାରରେ ଉପମେୟରେ ଉପମାନର ଆରୋପ କରାଯାଏ? ଅପସନ୍ ଏ ଉପମା, ଅପସନ୍ ବି ଯମକ, ଅପସନ୍ ସି ରୂପକ, ଅପସନ୍ ଡି ପ୍ରୁତ୍ପେକ୍ଷା। ଏହାର ସଠିକ୍ ଉତ୍ତର ହେବ ଅପସନ୍ ସି ରୂପକ ଅଳଙ୍କାର। ଠିକ୍ ଅଛି ପିଲାମାନେ, ଆଜି ପାଇଁ ଏତିକି। ସମସ୍ତଙ୍କୁ ଧନ୍ୟବାଦ।